अर्धेन्दु ଯେତେବେଳେ ଫିଲ୍ମ କରିଥିଲା ସେ ତ ଜାଣିନଥିଲା ନା ଚାରିଧାମ ହେଉଛି ବୋଲି, ତେଣୁ ସିଏ ସିନେମା ନାଁ ତାର ଚ୍ୟାଲେଞ୍ଜ ଦେଇଥିଲା। ଏମିତିକି ଆମର ଅଶୋକ ପତି ତାଙ୍କ ସିନେମା ନାଁ ଲଢ଼େଇ ଦେଇଛନ୍ତି, ତା ମାନେ କ'ଣ ସିଏ ଆସିକି ଲଢ଼େଇ କରିବେ? ସେ ସବୁ କିଛି ନାହିଁ, ସେଗୁଡ଼ା ସବୁ ଆପଣମାନଙ୍କର ଭିତରେ ଟକରା ଟକରି ଜିନିଷ। ସିଏ ନାହିଁ, ଚାରିଧାମ ଜାଗାରେ ଚ୍ୟାଲେଞ୍ଜ ଜାଗାରେ ମୁଁ ତ ଭଗବାନଙ୍କୁ ଡାକୁଛି ଆମ ସିନେମା କେମିତି ଚାଲୁ। ସେଥିରେ ଯଦି ସେ ଭଲ ଅଭିନୟ କରିଥିବ, ଯେମିତି କର୍ମ ତାର ହିଟ୍ ହେଲା, ସେମିତି ଯଦି କାହାଣୀ ଠିକ୍ ଥିବ, କାହାଣୀ ଯଦି ଭଲ ହେଇଥିବ, ମୁଁ ତ ଶୁଣୁଛି ତା ଟିଜର ମୁଁ ଯାହା ଦେଖିଲି ବାପା ମାଆଙ୍କର ଭଲ ପାଇବା ନେଇକି କରିଛି। ବିଗତ ଦିନରେ ଖାଲି ଭଲ ପାଇବା ନେଇ କରୁଥିଲା, ଯାହା ପାଇଲା। ଏବେ ବାପା ମାଆଙ୍କ ଭଲ ପାଇବା ନେଇ କରୁଥିଲା। ସେତେବେଳେ ଲୋକ ଦେଖୁଥିଲେ, ଚାଲୁଥିଲେ, ବେଳେବେଳେ ଏବେ ବି ଆମକୁ ପ୍ରଶ୍ନ କରନ୍ତି ଯେ ଆପଣମାନେ ସେତେବେଳେ ଯେଉଁ ଫିଲ୍ମ କରୁଥିଲେ ଚାଲୁଥିଲା, ଏବେକା ଫିଲ୍ମ କାହିଁ ଚାଲିଲାନି? କାରଣ ତ ତେଣୁ ଏମିତି ସବୁ ସେ ଅନୁଭବ ହଉ, ବାବୁସାନ ହଉ, ଯେଉଁ ହିରୋ ବି ହୁଅନ୍ତୁ, ତେଣୁ ନୂଆ ହିରୋ ଆସିବା ବହୁତ କଷ୍ଟ ହେଇଯାଉଛି। ତାଙ୍କୁ ଲୋକମାନେ ହଠାତ୍ ଆକ୍ସେପ୍ଟ କରିପାରୁନାହାନ୍ତି। ତାପରେ ଗୋଟେ ଲୋକ, ଗୋଟେ ପ୍ରଡ୍ୟୁସର ସିନେମା ବି କରିବ, କେତେ କ୍ଷତି ସହିକି କରିବ। ଦଶହରା ବଜାରରେ ସରଗରମ ହବା ପାଇଁ ଯାଉଛି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ଚାରିଧାମ ମୁଭି। ତ ଯେତେବେଳେ ସୁପରଷ୍ଟାରଙ୍କର ଫିଲ୍ମ ଆସିଥାଏ, ତ ସେଇ ସମୟରେ ଅନ୍ୟ କେହି ଚେଷ୍ଟା କରନ୍ତିନି ଆମେ କୌଣସି ଫିଲ୍ମ ଆଣିବା ପାଇଁ ଯିବୁ। କିନ୍ତୁ ଚଳିତ ବର୍ଷ ଦଶହରାରେ ଯାହା ଦେଖିବା ପାଇଁ ମିଳୁଛି କି ଅନୁଭବ ମହାନ୍ତିଙ୍କର ଚାରିଧାମ ମୁଭି ଆସିବା ସମୟରେ ଆକୁ ଅର୍ଦ୍ଧେନ୍ଦୁ ଟକ୍କର ଦେବା ପାଇଁ ମାନେ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରିବା ପାଇଁ ଫିଲ୍ମର ନାଁ ରଖିଛନ୍ତି ଚ୍ୟାଲେଞ୍ଜ। ଚାରିଧାମ ଏବଂ ଚ୍ୟାଲେଞ୍ଜ ଏଇ ଦୁଇଟା ଭିତରେ କୋଉଟା ରେକର୍ଡ କାଟିବ ଏବଂ କୋଉ ଫିଲ୍ମଟା ବେଶୀ ଲୋକମାନଙ୍କୁ ଭଲ ଲାଗିବ? ସେଇଟା ସମୟ କହିବ, କାରଣ ସମୟ ହେଉଛି ସବୁଠୁ ବଡ଼ ଆମର ହର୍ତ୍ତାକର୍ତ୍ତା, ଦୈବ ବିଧାତା। କାରଣ ସେ ତ अर्धेन्दु ଯେତେବେଳେ ଫିଲ୍ମ କରିଥିଲା ସେ ତ ଜାଣିନଥିଲା ନା ଚାରିଧାମ ହେଉଛି ବୋଲି, ତେଣୁ ସିଏ ସିନେମା ନାଁ ତାର ଚ୍ୟାଲେଞ୍ଜ ଦେଇଥିଲା। ଏମିତିକି ଆମର ଅଶୋକ ପତି ତାଙ୍କ ସିନେମା ନାଁ ଲଢ଼େଇ ଦେଇଛନ୍ତି, ତା ମାନେ କ'ଣ ସିଏ ଆସିକି ଲଢ଼େଇ କରିବେ? ସେ ସବୁ କିଛି ନାହିଁ, ସେଗୁଡ଼ା ସବୁ ଆପଣମାନଙ୍କର ଭିତରେ ଟକରା ଟକରି ଜିନିଷ। ସିଏ ନାହିଁ, ଚାରିଧାମ ଜାଗାରେ ଚ୍ୟାଲେଞ୍ଜ ଜାଗାରେ ମୁଁ ତ ଭଗବାନଙ୍କୁ ଡାକୁଛି ଆମ ସିନେମା କେମିତି ଚାଲୁ। ଯେଉଁ ଓଡ଼ିଆ ଇଣ୍ଡଷ୍ଟ୍ରି ଆମର ପଡ଼ିଯାଇଛି, ଦବି ଯାଇଛି, ହଜିଯିବାକୁ ବସିଲାଣି, ସେ ପୁଣି କେମିତି ଫେରି ଆସୁ। କାରଣ ଆମେ ତାରି ଭିତରେ ଅଛୁ, ସେଇଥିରେ ବଞ୍ଚୁଛୁ। ଅନୁଭବ ମହାନ୍ତିଙ୍କ ସାଙ୍ଗରେ ବର୍ତ୍ତମାନ ଜାଗୃତି ଯାଉଛନ୍ତି ଫିଲ୍ମର ପ୍ରମୋସନ କରିବା ପାଇଁ ଏବଂ ଲୋକମାନେ ମଧ୍ୟ ଢେର ସାରା ଭଲ ପାଇବା ଦଉଛନ୍ତି। କ'ଣ କହିବେ? ଏବଂ ବର୍ତ୍ତମାନ ଯେଉଁଭଳି ଭାବରେ ଅନୁଭବଙ୍କ ସାଙ୍ଗରେ ଜାଗୃତି ଅଛନ୍ତି, ତ ସେଥିପାଇଁ କି ଚାରିଧାମ ମୁଭିଟା କେତେ ହିଟ୍ ହବ? ସେମିତି କିଛି ନାହିଁ, ଯଦି କାହାଣୀ ଭଲ ଥିବ। ଅନୁଭବ ତ ସୁପରଷ୍ଟାର ଠିକ୍ ଅଛି, ସେଥିରେ ଯଦି ସେ ଭଲ ଅଭିନୟ କରିଥିବ, ଯେମିତି କର୍ମ ତାର ହିଟ୍ ହେଲା, ସେମିତି ଯଦି କାହାଣୀ ଠିକ୍ ଥିବ, କାହାଣୀ ଯଦି ଭଲ ହେଇଥିବ, ମୁଁ ତ ଶୁଣୁଛି ତା ଟିଜର ମୁଁ ଯାହା ଦେଖିଲି ବାପା ମାଆଙ୍କର ଭଲ ପାଇବା ନେଇକି କରିଛି। ବିଗତ ଦିନରେ ଖାଲି ଭଲ ପାଇବା ନେଇ କରୁଥିଲା, ଯାହା ପାଇଲା। ଏବେ ବାପା ମାଆଙ୍କ ଭଲ ପାଇବା ନେଇ କରୁଛି। ତେଣୁ ମୁଁ ଭାବୁଛି ଭଗବାନ ନିଶ୍ଚୟ ଆଶୀର୍ବାଦ କରିବେ, କାରଣ ବାପା ମାଆଙ୍କଠୁ ବଡ଼ କେହି ନୁହନ୍ତି। ତେଣୁ ଏଇ ଚାରିଧାମ ମୁଭିରେ ସେ ସବୁ ବାପା ମାଆଙ୍କ ଭଲ ପାଇବା ଉପରେ ସିନେମାଟି କରିଛି, ଯାହାଫଳରେ ଆଜିକାଲି ସେ ସବୁ ଦେଖିବାକୁ ମିଳୁନି। ତେଣୁ ନିଶ୍ଚୟ ଭଗବାନ ଆଶୀର୍ବାଦ କରିବେ। ବର୍ତ୍ତମାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେଉଁଭଳି ମୌଳିକ କାହାଣୀକୁ ନେଇକି ଫିଲ୍ମ ଆସୁଛି ଏବଂ ଦର୍ଶକମାନେ ତାଙ୍କୁ ଢେର ସାରା ଭଲ ପାଇବା ଦଉଛନ୍ତି, ପୁଣି ଥରେ ଦର୍ଶକମାନେ ଓଡ଼ିଆ ସିନେମାକୁ ଭଲ ପାଇବାକୁ ଯାଇ ସିନେମା ପ୍ରେକ୍ଷାଳୟକୁ ଗଲେଣି। ସବୁ ଫିଲ୍ମ ଆମେ ଯଦି ଦେଖିବା, ନିକଟରେ ବୋଉ ବୁଟୁ ଭୂତ, ଅନନ୍ତା, ନବକଳେବର, ଡେଲିଭରି ବୟ 2 ଏବଂ ଲହରୀ ମଧ୍ୟ ରିଲିଜ ହେବା ପାଇଁ ଯାଉଛି ଆସନ୍ତାକାଲି। ତ ଆମେ ଯଦି ଦେଖିବା ଏ ସବୁ ମୁଭିକୁ ଲୋକମାନେ ଢେର ସାରା ଭଲ ପାଇବା ଦେଇ ଆସିଲେଣି। ତ ସେଥିପାଇଁ କି ଆପଣମାନଙ୍କର କିଛି ଦାୟିତ୍ୱ ବଢ଼ିଯାଇଛି କି? ସମସ୍ତଙ୍କର, ପୁରା ଚଳଚ୍ଚିତ୍ର ପରିବାରର ଦାୟିତ୍ୱ ବଢ଼ିଯାଇଛି। କାରଣ ଆଗେ ଯେତେବେଳେ ଫିଲ୍ମ ହେଉଥିଲା, ସେତେବେଳେ ଲୋକ ଦେଖୁଥିଲେ, ଚାଲୁଥିଲେ, ବେଳେବେଳେ ଏବେ ବି ଆମକୁ ପ୍ରଶ୍ନ କରନ୍ତି ଯେ ଆପଣମାନେ ସେତେବେଳେ ଯେଉଁ ଫିଲ୍ମ କରୁଥିଲେ ଚାଲୁଥିଲା, ଏବେକା ଫିଲ୍ମ କାହିଁ ଚାଲିଲାନି? କାରଣ ତ ବହୁତ ଅଛି। ଲୋକମାନଙ୍କ ହାତରେ ଏଣ୍ଟରଟେନମେଣ୍ଟ, ଘରେ ଘରେ ଏଣ୍ଟରଟେନମେଣ୍ଟ, ଲୋକ ଟିଭି ଦେଖିଲେ, ମୋବାଇଲ ଦେଖିଲେ, ତାପରେ ଏମାନେ ସବୁ ଯାକ ଆସ୍ତେ ଆସ୍ତେ ପୁରା କପି କଲେ। ସେ ବି ଗୋଟେ ସମୟ ଆସିଲା, ସେ ବି ବନ୍ଦ ହେଇଗଲା। ଅବିକା ମୌଳିକ ସିନେମାକୁ ନେଇକି ଫିଲ୍ମ କରୁଛନ୍ତି, ଲୋକ ଆସୁଛନ୍ତି, ଦେଖୁଛନ୍ତି। ସେଇଟା ଗୋଟେ ଭଲ ସମୟ ଆସିଛି ବୋଲି ମୁଁ ଭାବୁଛି। କିଛି ନାହିଁ, ଲୋକଙ୍କର ମାନସିକତା। ସେତେବେଳେ ଲୋକମାନଙ୍କ ଘରେ ଏଣ୍ଟରଟେନମେଣ୍ଟ ନଥିଲା, ତେଣୁ ସେମାନେ ସିନେମା ଦେଖିବାକୁ ଆସୁଥିଲେ। ଅବିକା ସମସ୍ତଙ୍କ ପାଖରେ ଏଣ୍ଟରଟେନମେଣ୍ଟ, କିଛି ଟିକେ ହେଲେ ମୋବାଇଲ ଖୋଲି ଦେଉଛନ୍ତି। ତେଣୁ
ଦେଖିବା ପାଇଁ ସେ ଆଗ୍ରହ କମିଯାଇଛି। ତା ଛଡ଼ା ହଲ୍ମାନଙ୍କରେ ଯେଉଁ ଟିକଟ ରେଟ୍ 300-400 ଟଙ୍କା ଦେଇ ଓଡ଼ିଆ ଫିଲ୍ମ ଦେଖିବା ଏବଂ ତେଲୁଗୁ ହିନ୍ଦୀ ଦେଖିବା ଭିତରେ ବହୁତ ଡିଫରେନ୍ସ ଅଛି। ତାଙ୍କମାନଙ୍କ ଭିତରେ ସେ ମାନସିକତା ଆସିବା ଦରକାର ଯେ ଆମେ ଓଡ଼ିଆ ସିନେମା ଦେଖିବୁ। ସେ ମାନସିକତା ଆମ ଓଡ଼ିଆମାନଙ୍କ ଭିତରେ ନାହିଁ। ତେଣୁ କ'ଣ କରିବା, ଟିକେଟର ଓଜନ ବହୁତ ବେଶୀ ହେଇଯାଇଛି। ତେଣୁ ଏମିତି ସବୁ ସେ ଅନୁଭବ ହଉ, ବାବୁସାନ ହଉ, ଯେଉଁ ହିରୋ ବି ହୁଅନ୍ତୁ, ତେଣୁ ନୂଆ ହିରୋ ଆସିବା ବହୁତ କଷ୍ଟ ହେଇଯାଉଛି। ତାଙ୍କୁ ଲୋକମାନେ ହଠାତ୍ ଆକ୍ସେପ୍ଟ କରିପାରୁନାହାନ୍ତି। ତାପରେ ଗୋଟେ ଲୋକ, ଗୋଟେ ପ୍ରଡ୍ୟୁସର ସିନେମା ବି କରିବ, କେତେ କ୍ଷତି ସହିକି କରିବ।